ସକାଳ ଆସିକିରି ପାଖାପାଖି 7:30 ପରେ ହେଲାଣି କିନ୍ତୁ ଆପଣମାନେ ଦେଖିପାରୁଥିବେ ଏପଟ ସାଇଡ଼ରେ ଜଙ୍ଗଲରେ କିଭଳି ଭାବରେ କୁହୁଳା ପଡ଼ିଛି, କେତେ ମାତ୍ରାରେ କୁହୁଳା ପଡ଼ିଛି ତା ମୁଁ ଆପଣଙ୍କୁ ଗୋଟେ ଜିନିଷ ଆଜି ଦେଖାଇବାକୁ ଚାହୁଁଛି। ଆପଣମାନେ ପ୍ରତ୍ୟେକଟି ଭିଡ଼ିଓରେ କିଛି ନା କିଛି ଜିନିଷ ଦେଖିବାକୁ ପାଉଥିବେ, ମୁଁ ବି ମଧ୍ୟ ଆଜି ଆପଣଙ୍କୁ କିଛି ଦେଖାଇବାକୁ ଚାହୁଁଛି। ତ ଚାଲନ୍ତୁ ସର୍ବପ୍ରଥମେ ଆପଣ ଗୋଟେ ଜିନିଷ ଦେଖନ୍ତୁ। ତ ଆପଣ ଦେଖିପାରୁଥିବେ ଏଠି କାକର ବୁନ୍ଦା ପଡ଼ିଛି, ଆଉ ଏଠି ବି ଗୋଟେ ପଡ଼ିଛି, ଆଉ ଏଠି ବି ଗୋଟେ ପଡ଼ିଛି, ଆଉ ଏଠି କେତେ ସାରା ପଡ଼ିଛି ଦେଖିପାରୁଥିବେ ଆପଣମାନେ। ଏ ଯେଉଁ ବୁନ୍ଦା ଦେଖିଲେ ଏ ବୁନ୍ଦାର ବି ଗୋଟେ ଭଲ ମାନେ ଉପକାରିତା ରହିଛି। ଯେମିତି ଆପଣମାନେ ଜାଣିଥିବେ ଯେତେବେଳେ ବହୁ ପୁରୁଣା କାଳ ମାନେ ପୁରାତନ ଯୁଗରେ ଲୋକମାନେ କ'ଣ କରୁଥିଲେ, ଆଜି ତ ଏ କଥାକୁ କେହି ମାନୁନାହାନ୍ତି, କିନ୍ତୁ ଦିନ ଥିଲା ଏଇ କାକର ବିନ୍ଦୁ, ଏଇଟାକୁ କହୁଛନ୍ତି କୁହୁଳା ଯେତେବେଳେ ପଡ଼େ ଏଇଟା ହେଉଛି ସେଇ ଟାଇପ୍ର କାକର ବିନ୍ଦୁ, ଆକୁ କାକର ବିନ୍ଦୁ ବୋଲି କୁହାଯାଏ। ଦେଖିପାରୁଥିବେ କାକର ବିନ୍ଦୁ। ୟାର କାମ ହେଲା ଦେଖିଥିବେ ପ୍ରାୟ ପିଲାଙ୍କର କ'ଣ ଓଠ ଯେତେବେଳେ ଶୀତ ଦିନ ପଡ଼େ ପ୍ରାୟ ପିଲାଙ୍କର ଓଠ ଫାଟିବାକୁ ଲାଗେ ଏବଂ ସେମାନେ ଚିନ୍ତିତ ହୋଇଯାଆନ୍ତି ଯେ ଏଇଟାକୁ କେମିତି ସେମାନେ ଠିକ୍ କରିବେ। ଏଇ କାକର ବିନ୍ଦୁକୁ ନେଇକି ଓଠରେ ଲଗେଇଲା ପରେ ଏଇଟା କ'ଣ ହୁଏ ନା ସବୁ ଠିକ୍ ହେଇଯାଏ। ଆଉ ଯେଉଁ ଓଠଟା ଫାଟିଥାଏ ସେ ଓଠଟା ଆପେ ଆପେ ଦିନେ 2 ଦିନ ଭିତରେ ଲଗେଇଲେ 2 ଦିନ ଖଣ୍ଡେ ସେଟା ଠିକ୍ ହୋଇଯାଇଥାଏ। କ'ଣ ଆପଣମାନେ ଏ ବିଷୟରେ ଜାଣିଥିଲେ ତାହେଲେ କମେଣ୍ଟସରେ ନିଶ୍ଚୟ କହିବେ ଏବଂ ଭଲ ଲାଗିଥିଲେ ସବସ୍କ୍ରାଇବ୍ ଆଉ ଫଲୋ ନିଶ୍ଚୟ କରିବେ। ରହୁଛି, ଜୟ ଜଗନ୍ନାଥ।